ଆଲୋଚନା ପାଇଁ ଆମ ପାଖରେ ଯାହା ଅଛି ତାହା ଦେଖିବାକୁ ବଡ଼ ସାଧାରଣ ଲାଗିପାରେ, ଗୋଟେ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର। କିନ୍ତୁ ଯେତେବେଳେ ମୁଁ ଏହାକୁ ପଢ଼ିଲି, ମୋତେ ଲାଗିଲା, ଆରେ ଏଟା ଖାଲି ଗୋଟେ ଘୋଷଣା ନୁହେଁ, ଏହା ଭିତରେ ଗୋଟେ ପୂରା କାହାଣୀ ଲୁଚି ରହିଛି। ଓଡ଼ିଆ ସଂସ୍କୃତି, ସଙ୍ଗୀତ, ସାହିତ୍ୟ ସବୁକୁ ନେଇ। ହଁ, ଏଟା ବଡ଼ ମଜାଦାର କଥା। ବେଳେବେଳେ ସବୁଠୁ ଗଭୀର କଥାଗୁଡ଼ାକ ଏମିତି ଛୋଟ ଛୋଟ ଜିନିଷ ଭିତରେ ହିଁ ଥାଏ। ଆମ କାମ ହେଉଛି ବସ୍ ସେଇ ସୂତ୍ରଗୁଡ଼ିକୁ ଖୋଜି ବାହାର କରିବା। ତେବେ ଆମର ଆଜିର ଉଦ୍ଦେଶ୍ୟ ହେଉଛି ସେଇ ସୂତ୍ରଗୁଡ଼ିକୁ ଖୋଜିବା। ଏହି ନିମନ୍ତ୍ରଣ ପତ୍ରର ପ୍ରତିଟି ଶବ୍ଦ ପଛରେ ଥିବା ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରିବା। ଚାଲନ୍ତୁ ଦେଖିବା କେମିତି ଗୋଟେ ଛୋଟ ଘୋଷଣା ଭିତରେ ଗୋଟେ ପୂରା ସାଂସ୍କୃତିକ ଯୁଗର ଚିତ୍ର ଲୁଚି ରହିଛି। ଆଚ୍ଛା, ତ ପ୍ରଥମେ ଯେଉଁ ଜିନିଷଟା ମୋର ଧ୍ୟାନ ଟାଣିଲା ସେଇଟା ହେଲା କାର୍ଯ୍ୟକ୍ରମର ଶୀର୍ଷକ, ସଙ୍ଗୀତ ଯୁଗ ଓ କବି ଗୋପାଳକୃଷ୍ଣ। ଦେଖନ୍ତୁ, ଏଇଟା କେବଳ କବି ଗୋପାଳକୃଷ୍ଣଙ୍କ ସଙ୍ଗୀତ ନୁହେଁ, ଏଠି ଜଣେ ବ୍ୟକ୍ତିଙ୍କୁ ମାନେ ଗୋଟେ ପୂରା ଯୁଗ ସହିତ ଯୋଡ଼ି ଦିଆଯାଇଛି। ଏଇଟା ବହୁତ ବଡ଼ କଥା ନୁହେଁ କି? ବହୁତ ବଡ଼ କଥା, ନିଶ୍ଚୟ। ଆଉ ଏଇ ସଙ୍ଗୀତ ଯୁଗ ଶବ୍ଦଟା ହିଁ ସବୁକିଛି କହିଦେଉଛି। ଏହା ଖାଲି ଗୋଟେ ସମୟକୁ ବୁଝାଉନି, ମାନେ ଖାଲି ଊନବିଂଶ ଶତାବ୍ଦୀକୁ ନୁହେଁ। ଏହା ଏମିତି ଗୋଟେ ସମୟକୁ ସୂଚାଉଛି ଯେତେବେଳେ ସଙ୍ଗୀତ ଥିଲା, କ'ଣ କହନ୍ତି, ସମାଜର କେନ୍ଦ୍ରବିନ୍ଦୁ। ସମାଜର କେନ୍ଦ୍ରବିନ୍ଦୁ। ହଁ, ଆପଣ ଭାବନ୍ତୁ, ସେତେବେଳେ ସକାଳୁ ସଞ୍ଜ ଯାଏଁ ସଙ୍ଗୀତ ସବୁଠି ଥିଲା, ମନ୍ଦିରରେ, ରାଜ ଦରବାରରେ, ଏପରିକି ଲୋକଙ୍କ କାମରେ ବି। ସେତେବେଳେ ସାହିତ୍ୟ ଆଉ ସଙ୍ଗୀତ ଅଲଗା ନଥିଲେ। ତେବେ ଆମେ ଏମିତି ଭାବିପାରିବା ଯେ ଗୋପାଳକୃଷ୍ଣ କେବଳ ସେହି ଯୁଗରେ ଜନ୍ମ ହୋଇ ନଥିଲେ, ବରଂ ସେ ନିଜେ ସେହି ଯୁଗକୁ ତିଆରି କରିବାରେ ସାହାଯ୍ୟ କରିଥିଲେ। ଏକଦମ, ସେଇଟା ହିଁ ମୂଳ କଥା। ସେ ସେହି ଯୁଗର ଉତ୍ପାଦ ବି ଥିଲେ ଆଉ ନିର୍ମାତା ବି ଥିଲେ। ତାଙ୍କ କାବ୍ୟ ସେହି ଯୁଗର ଆତ୍ମାକୁ ଦେଖାଉଥିଲା। ତେଣୁ ଶୀର୍ଷକରେ ତାଙ୍କୁ ସେ ଯୁଗର ପ୍ରତିନିଧି ଭାବେ ଦେଖାଇବା ଗୋଟେ ବହୁତ ସୁଚିନ୍ତିତ ପଦକ୍ଷେପ। ହଁ, ଆଉ ତାପରେ ଦେଖନ୍ତୁ କାର୍ଯ୍ୟକ୍ରମର ପ୍ରକୃତି ବିଷୟରେ କ'ଣ କୁହାଯାଇଛି। ଏକ ଚିନ୍ତନମୂଳକ ସାହିତ୍ୟ ସଙ୍ଗୀତମୟ କାର୍ଯ୍ୟକ୍ରମ। ହଁ, ସାହିତ୍ୟ ସଙ୍ଗୀତମୟ ତ ଠିକ୍ ଅଛି, ବୁଝା ପଡ଼ୁଛି। କିନ୍ତୁ ଏଇ ଚିନ୍ତନମୂଳକ ଶବ୍ଦଟା ମୋତେ ଟିକେ ଅଟକେଇ ଦେଲା। ଏହାର ମାନେ କ'ଣ? କି ଏହା କୌଣସି ହାଲୁକା ମନୋରଞ୍ଜନ କାର୍ଯ୍ୟକ୍ରମ ନୁହେଁ? ଏହାକୁ ଆପଣ ସତର୍କବାଣୀ ନ କହି ଗୋଟେ ଆମନ୍ତ୍ରଣ କହିପାରନ୍ତି। ଏହାକୁ ଆମନ୍ତ୍ରଣ ଯେ ଆସନ୍ତୁ, କେବଳ ଶୁଣିବାନି, ବରଂ ଟିକେ ଭାବିବା। ମାନେ ଏଠି ଖାଲି ତଥ୍ୟ ଦିଆହେବନି କିମ୍ବା ଖାଲି ଗୀତ ଶୁଣାହେବନି। ଏହା ଶ୍ରୋତାଙ୍କୁ ଭାବିବା ପାଇଁ, ମାନେ ବିଶ୍ଳେଷଣ କରିବା ପାଇଁ ଖୋରାକ ଯୋଗାଇବ। ବୁଝିଲେ। ତେବେ ଏହି ଚିନ୍ତନ ପାଇଁ ନିମନ୍ତ୍ରଣ ପତ୍ରରେ ଗୋଟେ ରୋଡ୍ ମ୍ୟାପ୍ ଭଳି 3ଟି ମୁଖ୍ୟ ବିଷୟ ଦିଆଯାଇଛି। ପ୍ରଥମଟା ହେଲା କବି ଗୋପାଳକୃଷ୍ଣଙ୍କ କାବ୍ୟ ସୃଷ୍ଟି। ଏଇଟା ତ ସ୍ୱାଭାବିକ। ହଁ, ଏଇଟା ହେଉଛି ମୂଳଦୁଆ। କିନ୍ତୁ ଏଇଟା ତାଙ୍କର ରଚନାର ଖାଲି ଗୋଟେ ତାଲିକା ନୁହେଁ। ଏହା ଭିତରେ ଆଲୋଚନା ହେବ ତାଙ୍କ ଭାଷାର ସରଳତା, ତାଙ୍କ ଶୈଳୀର ସ୍ୱତନ୍ତ୍ରତା, କେମିତି ସେ ଭକ୍ତି, ପ୍ରେମ ଆଉ ବିରହକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଥିଲେ, ସେସବୁ ଉପରେ କଥା ହେବ। ଠିକ୍। ଆଉ ଏହାପରେ କଥାଟା ଆହୁରି ମଜାଦାର ହେଉଛି। ଦ୍ୱିତୀୟ ବିଷୟଟି ହେଲା ସଙ୍ଗୀତ ସହିତ ତାହାର ଗଭୀର ସମ୍ପର୍କ। ମୋତେ ଏଠି ଏ ଗଭୀର ସମ୍ପର୍କ ଶବ୍ଦଟା ବହୁତ ଭଲ ଲାଗିଲା। ସେମାନେ ଖାଲି ସମ୍ପର୍କ ବି ତ ଲେଖିପାରନ୍ତେ। ସେଇଟା ହିଁ ତ ପ୍ରକୃତ ପ୍ରଶ୍ନ। ଦେଖନ୍ତୁ, ଅନେକ କବିତାକୁ ସଙ୍ଗୀତରେ ଗାଇ ହୁଏ, କିନ୍ତୁ ଏଠି ଗଭୀର ଶବ୍ଦଟା ସୂଚାଉଛି ଯାହା କେବଳ ଗୋଟେ ସଂଯୋଗ ନୁହେଁ, ଏହା ଏକ ଅବିଚ୍ଛେଦ୍ୟ ମିଶ୍ରଣ। ଅବିଚ୍ଛେଦ୍ୟ ମିଶ୍ରଣ। ହଁ, ମାନେ ଗୋପାଳକୃଷ୍ଣ କବିତା ଲେଖିସାରି ତା ପାଇଁ ସ୍ୱର ଖୋଜୁନଥିଲେ। ସେ ସ୍ୱର, ରାଗ, ତାଳ ଆଉ ଶବ୍ଦ ସବୁକୁ ଏକା ସାଙ୍ଗରେ ଭାବୁଥିଲେ। ତାଙ୍କର ପ୍ରତିଟି ପଦାବଳୀ ପାଇଁ ରାଗ ଆଉ ତାଳ ନିର୍ଦ୍ଦିଷ୍ଟ ଥିଲା। ଆଚ୍ଛା। ତେଣୁ ଯଦି ଆପଣ ତାଙ୍କ କବିତାକୁ ସଙ୍ଗୀତରୁ ଅଲଗା କରିଦେବେ, ତେବେ କବିତାର ଅଧା ପ୍ରାଣ ଚାଲିଯିବ। ବାଃ, ବହୁତ ସୁନ୍ଦର ଭାବରେ ବୁଝେଇଲେ। ତେବେ ପ୍ରଥମେ କାବ୍ୟ, ତାପରେ ସଙ୍ଗୀତ ସହ ତାହାର ସମ୍ପର୍କ, ଆଉ ଏହାପରେ ଆସୁଛି ତୃତୀୟ ବିଷୟ, ସଙ୍ଗୀତ ଯୁଗର ସାମାଜିକ ସାଂସ୍କୃତିକ ପ୍ରଭାବ। ଏହା ତ ଆଲୋଚନାକୁ କବିଙ୍କଠୁ ନେଇ ସିଧା ସମାଜ ପାଖରେ ପହଞ୍ଚାଇ ଦେଉଛି। ଏକଦମ। ଆଉ ମୋ ମତରେ ଏଇ ତୃତୀୟ ବିଷୟଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କେମିତି? ଦେଖନ୍ତୁ, ଯଦି ଆମେ ସମାଜ ଉପରେ କଳାର ପ୍ରଭାବକୁ ନ ବୁଝିବା, ତେବେ ଗୋପାଳକୃଷ୍ଣଙ୍କ ସୃଷ୍ଟି କେବଳ ଗୋଟେ ସଂଗ୍ରହାଳୟର ଜିନିଷ ହୋଇ ରହିଯିବ। ଆୟୋଜକମାନେ ବୋଧହୁଏ କହିବାକୁ ଚାହୁଁଛନ୍ତି ଯେ ଏହି କଳା ଏକ ଜୀବନ୍ତ ଶକ୍ତି ଥିଲା। ଗୋଟେ ଉଦାହରଣ ଦେଇ ବୁଝେଇବେ କି ଏଇ ସାମାଜିକ ପ୍ରଭାବର? ହଁ, ନିଶ୍ଚୟ। ଆପଣ ଏମିତି ଭାବନ୍ତୁ, ଏ ଗୀତଗୁଡ଼ିକ କେବଳ ରାଜଦରବାରରେ ଗାଇ ଯାଉନଥିଲା,
ଚିଲିକା କୂଳରେ ମାଛ ଧରୁଥିବା ଜଣେ କେଉଟ ବି ସଂଜ୍ଞାରେ ରାଧାଙ୍କ ବିରହକୁ ନେଇ ଗୋପାଳକୃଷ୍ଣଙ୍କ ଗୀତ ଗାଉଥିଲା। ଓହୋ। ସେ ନିଜର ଦୁଃଖକୁ, ନିଜ ଭାବନାକୁ ସେହି ଦିବ୍ୟ ପ୍ରେମ କାହାଣୀ ସହିତ ଯୋଡ଼ି ପାରୁଥିଲା। ଏହା ହିଁ ତ ସମାଜ ଉପରେ କଳାର ପ୍ରଭାବ। ସଙ୍ଗୀତ ଲୋକଙ୍କ ଭାବନାକୁ, ବିଶ୍ୱାସକୁ ପ୍ରଭାବିତ କରୁଥିଲା। ଏହା ବାସ୍ତବିକ ଏକ ଚମତ୍କାର ଦୃଷ୍ଟିକୋଣ। କିନ୍ତୁ ମୋତେ ଆଉ ଗୋଟେ କଥା ଆଶ୍ଚର୍ଯ୍ୟ କରୁଛି। ଏତେ ପାରମ୍ପରିକ ବିଷୟ ଉପରେ ଆଲୋଚନା ପାଇଁ ସେମାନେ ଯେଉଁ ମାଧ୍ୟମ ବାଛିଛନ୍ତି, ଗୁଗଲ ମିଟ୍। ହଁ, ସେଇଠି ତ ଆସୁଛି ପରମ୍ପରା ଆଉ ଆଧୁନିକତାର ମିଳନ। ଠିକ୍ ବଛି। ଦେଖନ୍ତୁ, ଏହାର ଦୁଇଟା ବଡ଼ କାରଣ ଥାଇପାରେ। ପ୍ରଥମତଃ, ସାହିତ୍ୟକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ହେଲେ ନୂଆ ମାଧ୍ୟମ ଦରକାର। ଆଉ ଦ୍ୱିତୀୟରେ, ଏହା ଭୌଗୋଳିକ ସୀମାକୁ ଭାଙ୍ଗି ଦେଉଛି। ଓଡ଼ିଶାର କୌଣସି ସହରରେ ଏହା ହୋଇଥିଲେ କେବଳ ସେଠାକାର ଲୋକେ ଯୋଗ ଦେଇଥାନ୍ତେ, କିନ୍ତୁ ଗୁଗଲ ମିଟ୍ରେ ଦିଲ୍ଲୀ କିମ୍ବା ଆମେରିକାରେ ଥିବା ଜଣେ ଓଡ଼ିଆ ବି ଏଥିରେ ସାମିଲ ହୋଇପାରିବ। ହଁ, କିନ୍ତୁ ଏଇଟା ଭାବିଲେ ଟିକେ ମଜା ଲାଗୁଛି। ଊନବିଂଶ ଶତାବ୍ଦୀର ଭକ୍ତିକାବ୍ୟ ଉପରେ ଗଭୀର ଆଲୋଚନା ଚାଲିଥିବ, ଆଉ କାହା କ୍ୟାମେରା ପଛପଟେ ତାର ପୋଷା ବିଲେଇଟା ହୁଏତ କିବୋର୍ଡ ଉପରେ ଚାଲିଯାଉଥିବ। ଏଇଟା ହିଁ ତ ଏହାର ସୌନ୍ଦର୍ଯ୍ୟ। ଆମର এই ବ୍ୟସ୍ତବହୁଳ ଜୀବନ ଭିତରେ ଆମ ସାଂସ୍କୃତିକ ଐତିହ୍ୟକୁ ସହଜରେ ପହଞ୍ଚାଇବାର ଏହା ଗୋଟେ ଭଲ ଉପାୟ। ପରମ୍ପରା ପୁରୁଣା ହୋଇପାରେ, କିନ୍ତୁ ଅପ୍ରାସଙ୍ଗିକ ନୁହେଁ। ଆଉ ଏହି ଡିଜିଟାଲ ମାଧ୍ୟମରେ ସେମାନେ କାହାକୁ ଆମନ୍ତ୍ରଣ କରୁଛନ୍ତି? ସ୍ପଷ୍ଟ ଭାବେ ଲେଖା ଅଛି, ସମସ୍ତ ସାହିତ୍ୟପ୍ରେମୀ ଓ ସଙ୍ଗୀତ ରସିକମାନଙ୍କୁ। ମାନେ ଖାଲି ସାହିତ୍ୟପ୍ରେମୀ ନୁହେଁ, କି ଖାଲି ସଙ୍ଗୀତ ରସିକ ନୁହେଁ, ଉଭୟଙ୍କୁ। ହଁ, ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି କାର୍ଯ୍ୟକ୍ରମ ସେଇମାନଙ୍କ ପାଇଁ ଯେଉଁମାନେ ଦୁଇଟିଯାକ କଳାର ମିଳନକୁ ବୁଝିବାକୁ ଚାହାନ୍ତି। ଯିଏ ଖାଲି ଶୁଖିଲା ସାହିତ୍ୟିକ ଆଲୋଚନା ଚାହେଁ, ତା ପାଇଁ ହୁଏତ ଏହା ନୁହେଁ। କିମ୍ବା ଯିଏ ଖାଲି କିଛି ଗୀତ ଶୁଣିବାକୁ ଚାହେଁ, ତା ପାଇଁ ବି ନୁହେଁ। ଏହା ସେହି ଶ୍ରୋତାଙ୍କ ପାଇଁ ଯିଏ ଜାଣେ ଗୋପାଳକୃଷ୍ଣଙ୍କ କବିତାର ଆତ୍ମା ତାର ସଙ୍ଗୀତରେ ଅଛି, ଆଉ ସଙ୍ଗୀତର ହୃଦୟ ତାର କବିତାରେ। ଆଉ ଶେଷରେ ଲେଖାଯାଇଥିବା ବାକ୍ୟ, ଆପଣମାନଙ୍କର ସହଭାଗିତା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଏଇଟା ତ ସାଧାରଣତଃ ସବୁ ନିମନ୍ତ୍ରଣରେ ଥାଏ, ଖାଲି ଗୋଟେ ଔପଚାରିକତା ନୁହେଁ କି? ନା, ମୋତେ ଲାଗୁନି। ଗୋଟେ ଡିଜିଟାଲ କାର୍ଯ୍ୟକ୍ରମରେ ଉପସ୍ଥିତି ଠାରୁ ସହଭାଗିତା ଶବ୍ଦଟା ବେଶୀ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା। ହଁ, ଏହା କେବଳ ଲଗ୍ଇନ୍ କରି ଶୁଣିବାକୁ ବୁଝାଉନି, ଏହା ଏକ ସକ୍ରିୟ ଯୋଗଦାନକୁ ସୂଚାଉଛି। ମାନେ ଗୋଟେ ସାଂସ୍କୃତିକ ସମ୍ପ୍ରଦାୟ ଗଢ଼ିବାର ଏହା ଗୋଟେ ପ୍ରୟାସ, ଯେଉଁଠି ସମସ୍ତେ ମିଶି ଆଲୋଚନାରେ ଭାଗ ନେବେ ଆଉ ଆମ ଐତିହ୍ୟକୁ ପାଳନ କରିବେ। ଏବେ ଏସବୁକୁ ମିଶେଇ ଦେଖିଲେ ଏହି ଛୋଟ ନିମନ୍ତ୍ରଣ ପତ୍ରଟି ପ୍ରକୃତରେ ମାନେ ଖାଲି ଗୋଟେ ସୂଚନା ନୁହେଁ, ଏହା ଗୋଟେ ସୁଚିନ୍ତିତ ଦସ୍ତାବିଜ, ଗୋଟେ ପ୍ରକାରର ମନିଫେଷ୍ଟୋ, ଯାହା ଆମକୁ ଗୋପାଳକୃଷ୍ଣଙ୍କ କାବ୍ୟ, ତାର ସଙ୍ଗୀତ ସହ ସମ୍ପର୍କ ଆଉ ସେହି ସଙ୍ଗୀତ ଯୁଗର ପୂରା ଚିତ୍ର ଦେଖାଉଛି। ଏକଦମ, ଏହା ଏକ ରୋଡମ୍ୟାପ୍, ଯାହା କହୁଛି ଯେ ଆମେ କ'ଣ ଆଲୋଚନା କରିବା ଏବଂ କାହିଁକି ଏହା ଆଜି ବି ପ୍ରାସଙ୍ଗିକ। ଆଉ ଯଦି ଆମେ ଏହି ଆଲୋଚନାକୁ ଆହୁରି ଟିକେ ଆଗକୁ ନେବା, ତେବେ ଗୋଟେ ପ୍ରଶ୍ନ ମନକୁ ଆସୁଛି। ଏହି ଘୋଷଣା ଏକ ଅତୀତର ସଙ୍ଗୀତ ଯୁଗ ବିଷୟରେ କଥା ହେବାକୁ ଡାକୁଛି। ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଆମର ବର୍ତ୍ତମାନର ସଙ୍ଗୀତ ଯୁଗକୁ କେଉଁ ଜିନିଷ ପରିଭାଷିତ କରୁଛି। ଆଜିର ସଙ୍ଗୀତରେ କ'ଣ ସାହିତ୍ୟ ସହିତ ସେମିତି କିଛି ଗଭୀର ସମ୍ପର୍କ ଅଛି? ଆଉ ଆଜିଠୁ 100 ବର୍ଷ ପରେ ଲୋକମାନେ ଆମ ସମୟର ସଙ୍ଗୀତର ସାମାଜିକ ସାଂସ୍କୃତିକ ପ୍ରଭାବକୁ କେମିତି ମନେ ରଖିବେ? ଏହା ମାନେ ଗୋଟେ ଚିନ୍ତା କରିବା ଭଳି ବିଷୟ। ତ ଆସନ୍ତୁ ଆଜି ସନ୍ଧ୍ୟା 7:30 ଗୁଗଲ ମିଟ୍ରେ ଆମେ ମିଶିବା ଆଉ ଆମର ନିଜର ଚିନ୍ତାଧାରା ଉପସ୍ଥାପନା କରିବା। ନମସ୍କାର।